ଆମେ ବର୍ଷେ ହେଲାଣି ରଖିଲୁଣି। ଏ ଜିନିଷଟି ହେବା ପରେ ଆମର ଭଲ ଯାହା ପରିବାପତ୍ର ନଷ୍ଟ ହେବା ଜାଗାରୁ ବର୍ତ୍ତମାନ ଭଲରେ ରହୁଛି। ଆମେ ଯେଉଁଟା ଗୋଟେ ଦିନରେ ବିକିବା କଥା ତାକୁ 2 ଦିନ ବି ନେଇକିନା ଆମେ ବିକିପାରୁ, 2-3 ଦିନ ନେଇ ବିକିପାରୁଛେ। ଆଉ ଏ ଜିନିଷଟା ହେବାରୁ ଭଲ ରହୁଛି। ଆଉ ବି ଲୋକ ରଖିବା କଥା। ଆଉ ଏଇଟା ଭଲ ଅଛି, ସବୁ ଠିକ୍ ଅଛି। 15 କିଲୋକୁ 3 ଟଙ୍କା ନେଉଛନ୍ତି। 15 କିଲୋକୁ 3 ଟଙ୍କା। ଯଦି ଆମର କିଲୋ 27 କିଲୋ 28 କିଲୋ ରଖିଲେ ସେଇ 3 ଟଙ୍କା ଭିତରେ ରହୁଛନ୍ତି। ତାପରେ 30 କିଲୋ ଉପରକୁ ହେଲେ ତାଙ୍କର ରେଟ୍ ବଢ଼ୁଛି, ସେଇ ହିସାବରେ ସେ ନେଉଛନ୍ତି। ବେଶୀ ପଇସା ନାହିଁ, ଦେଖିବାକୁ ଗଲେ ବେଶୀ ପଇସା ନାହିଁ। ଆଉ ସବୁ ଭଲ ତାଙ୍କର କଣ୍ଟା ଅଛି, ଓଜନ କରୁଛନ୍ତି, ଜିନିଷ ରଖୁଛନ୍ତି। ଆଉ ନେଲା ବେଳକୁ ଜିନିଷ ତାଙ୍କର କଣ୍ଟାରେ ଓଜନ କରୁଛନ୍ତି। ଆଉ ତାଙ୍କର ଟୋକନ ଦେଉଛନ୍ତି, ଟୋକନ ତାଙ୍କର ରଖାହେଉଛି। ଟୋକନ ନାଇଁ ତାଙ୍କ ଭଲ, ସବୁ ଭଲ ତାଙ୍କର ସବୁ। ସନ୍ଧ୍ୟା ଯାଏଁ ବି କିଛି ସୁବିଧା ଅସୁବିଧା ହେଲେ ବି କହିଲେ ବି ସେ ଶୁଣୁଛନ୍ତି। ଗାର୍ଡ଼ ବି ରହୁଛନ୍ତି। ଗାର୍ଡ଼ ବି ଯେତେବେଳେ କହିଲେ ବି ଆସିନା ଆମର ଟୋକନ ଦେଇଛନ୍ତି, ସେଇ ହିସାବରେ କହିଲେ ସେ ଖୋଲିକିନା ଆମକୁ ଜିନିଷପତ୍ର ରଖିଲେ ବି ରଖୁଛନ୍ତି, ନେବାକୁ ଚାହିଁଲେ ବି ଦେଉଛନ୍ତି।